Hello everyone, welcome to our channel RK Study. ବନ୍ଧୁଗଣ ଦେଖନ୍ତୁ ଓଡ଼ିଶା ପୋଲିସ ଯେଉଁ ଆମର ଆସିଛି ଏବଂ ଏପ୍ରିଲ ଚାଲିଛି ତ ତାର ଆମେ ସିଲାବସ୍ ଟିକେ ଚାଲନ୍ତୁ ଡିସ୍କସ୍ କରିବା। ଦେଖନ୍ତୁ ଆମର ଯେଉଁ ରହିଲା ଏଇ 0.25 ଆମର ନେଗେଟିଭ୍ ମାର୍କିଂ ଅଛି ଆଉ ପ୍ରତ୍ୟେକ କ୍ୱେଶ୍ଚନଟି ଗୋଟେ ମାର୍କ ଲେଖାଏଁ ହେଲା। ଦେଖନ୍ତୁ ପ୍ରଥମେ କ'ଣ ହେବ ନା ଫାଷ୍ଟ ଦୁଇଟା ପେପର ଅଛି। ଦେଖନ୍ତୁ ପ୍ରଥମେ କଥା ଯେଉଁ ଆମର ଯେଉଁ ଷ୍ଟେସନ ମାଷ୍ଟର ଯେଉଁ ଅଛି ତା ପାଇଁ ଆଉ ଗୋଟେ ଟେକ୍ନିକାଲ ପେପର ବି ଦେବାକୁ ପଡ଼ିଥାଏ। ଦେଖନ୍ତୁ ଫାଷ୍ଟ ପେପରରେ ଇଂଲିଶ ଆଉ ଓଡ଼ିଆ ଦୁଇଟା ଅଛି। 100 MCQ ଯେଉଁ ଆସିବ 100ଟି କ୍ୱେଶ୍ଚନ୍ ଆସିବ, ତାର ଟାଇମ୍ ଡ୍ୟୁରେସନ୍ ହେଲା 90 ମିନିଟ୍ ହେଲା। ଆଉ 100ଟି କ୍ୱେଶ୍ଚନ୍ ମାନେ 100 ମାର୍କ ହେଲା। ତାପରେ ଦେଖନ୍ତୁ ପେପର ସେକେଣ୍ଡ ପେପରରେ କ'ଣ ଅଛି ନା ଜେନେରାଲ ଷ୍ଟଡି ଅଛି ହେଲା। ଜେନେରାଲ ଷ୍ଟଡି ମାନେ କ'ଣ ମୁଁ ଆପଣଙ୍କୁ ବୁଝେଇଦେବି ଆଗକୁ। ଜେନେରାଲ ଷ୍ଟଡି ଆମର ହିଷ୍ଟ୍ରି, ଜିଓଗ୍ରାଫି, ଇକୋନୋମିକ୍ସ, ମ୍ୟାଥମେଟିକ୍ସ ଏମିତି ଆଉ ବି ଆସିବ ହେଲା। ଆଉ ଏଇଟା କ'ଣ ଆମର 200 MCQ ଅଛି ହେଲା, ଆଉ 180 ମିନିଟ୍ ତାର ଡ୍ୟୁରେସନ୍ ଅଛି ହେଲା। ତ ଟୋଟାଲ୍ ଏଇଟା ହେଇଗଲା କେତେ ଆମର 300 ମାର୍କ। କ'ଣ ନା ଆମର ଷ୍ଟେସନ ଅଫିସରକୁ ଛାଡ଼ି ଦେଇକରି ହେଲା। ତ ଷ୍ଟେସନ ଅଫିସର କ'ଣ ମାଗୁଛି ନା ଆମର ଯେଉଁ ଆମ +3ରେ ହେଲା, ଦେଖନ୍ତୁ +3ରେ ଆମର ଯେଉଁମାନେ ବି ସାଇନ୍ସରେ +3 କରିଛନ୍ତି ସେମାନେ ଷ୍ଟେସନ ଅଫିସର ପାଇଁ ଏଲିଜିବଲ୍ ଅଛନ୍ତି ହେଲା। ତ ଦେଖନ୍ତୁ ଷ୍ଟେସନ ଅଫିସର ଯେଉଁ ତାର ଗୋଟେ ଏକ୍ସଟ୍ରା ଫେର୍ ଅଛି ଟେକ୍ନିକାଲ ପେପର, ସେଥିରେ କ'ଣ ଥାଏ ଆମର ଫିଜିକ୍ସ ଏବଂ କେମିଷ୍ଟ୍ରି ଅଛି +3 ଷ୍ଟାଣ୍ଡାର୍ଡ଼ରେ ହେଲା। 200ଟା MCQ, 180 ମିନିଟ୍ସ। ଚାଲନ୍ତୁ ଆଗକୁ ଦେଖିବା ହେଲା। ଦେଖନ୍ତୁ ଇଂଲିଶ ଆଉ ଓଡ଼ିଆ ଯେଉଁ ରହିଲା 100 କ୍ୱେଶ୍ଚନ୍ 100 ମାର୍କ। ତ ଇଂଲିଶରେ କ'ଣ ଆସୁଛି ନା ପେସେଜ ଆସିବ, ଆଉ ୟୁସେଜ ଭୋକାବୁଲାରୀ ଏଇଟା ସବୁ ଆସିବ, ଗ୍ରାମାର ଆସିଯିବ। ଗ୍ରାମାର କ'ଣ ଦେଖନ୍ତୁ ଯେମିତିକି ହେଲା ଆମର ନାଉନ୍, ପ୍ରୋନାଉନ୍, ଏଡଜେକ୍ଟିଭ୍, ଭର୍ବ, ଏଡଭର୍ବ, ପ୍ରେପୋଜିସନ୍, କଞ୍ଜଙ୍କ୍ସନ୍ ଆଉ ବି ଯେଉଁ ରହିଲା ହେଲା। ଦେଖନ୍ତୁ ସେମିତି ଓଡ଼ିଆରେ କ'ଣ ଆସୁଛି ପେସେଜ ଆସୁଛି, ତା ଭୋକାବୁଲାରୀ ଆସୁଛି, ୟୁସେଜ ଆସୁଛି କେମିତି ହେଲା। ଆଉ ଯେଉଁ ଆମର ଟ୍ରାନ୍ସଲେସନ୍, ଏଥିରେ କ'ଣ ଅଛି ଟ୍ରାନ୍ସଲେସନ୍ ଆସୁଛି ଇଂଲିଶ ଟୁ ଓଡ଼ିଆ ଟ୍ରାନ୍ସଲେସନ୍, ବୁଝିଲେ। ତାପରେ ଟିକେ ଦେଖିବା ପେପର ସେକେଣ୍ଡରେ କ'ଣ ଅଛି ଦେଖନ୍ତୁ ଜେନେରାଲ ଷ୍ଟଡି। ଏ ଜେନେରାଲ ଷ୍ଟଡି କ'ଣ ହେଉଛି ଦେଖିଦେବା ଆଗରୁ। ଦେଖନ୍ତୁ 200 କ୍ୱେଶ୍ଚନ୍ ଆସୁଛି 200 ମାର୍କର ହେଲା। ଏଥିରେ କ'ଣ ସବୁ ଆସୁଛି ଦେଖନ୍ତୁ। ପ୍ରଥମ କଥା ଜେନେରାଲ ଆୱାରନେସ୍ ଆଉ ଜେନେରାଲ ସାଇନ୍ସ ହେଲା, ଯେଉଁ ରିସେଣ୍ଟ ସାଇଣ୍ଟିଫିକ୍ ଟେକ୍ନୋଲୋଜିକାଲ ଡେଭଲପମେଣ୍ଟ ଯେଉଁ ହେଲା ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରୁ ଆସିବ ହେଲା। ଆଉ କ'ଣ ଦେଖନ୍ତୁ କରେଣ୍ଟ ଇଭେଣ୍ଟସ୍ ମାନେ ସବୁ ଏଇଟା ଆମର ଯେଉଁ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଇମ୍ପୋର୍ଟାନ୍ସ ହେଲା। ହିଷ୍ଟ୍ରି କ'ଣ ଆସୁଛି ଦେଖିଦେବା ଟିକେ ହିଷ୍ଟ୍ରିରୁ। ଦେଖ ହିଷ୍ଟ୍ରି ଯେଉଁ ରହିଲା ହିଷ୍ଟ୍ରିରୁ ଆମର ଏନ୍ସିଏଣ୍ଟ ହିଷ୍ଟ୍ରି ଆସୁଛି, ଆଉ ଯେଉଁ ଆମର ଇଣ୍ଡିଆନ୍ ନ୍ୟାସନାଲ ମୁଭମେଣ୍ଟ ଆସୁଛି, ତାର ଯେଉଁ ସୋସିଆଲ ଇକୋନୋମିକ୍ ପଲିଟିକାଲ ଆସ୍ପେକ୍ଟ ମାନେ ରହିଲା ଆମର ଇଣ୍ଡିଆନ୍ ହିଷ୍ଟ୍ରିର ସେଇଟା ସବୁ ଆସୁଛି ହେଲା। ଫ୍ରିଡମ୍ ଫାଇଟର ମାନଙ୍କ ବାବଦରେ ବି ଆସିବ। ଦେଖନ୍ତୁ ଏନ୍ସିଏଣ୍ଟ ହିଷ୍ଟ୍ରି ଆଉ ମଡର୍ଣ୍ଣ ହିଷ୍ଟ୍ରିରୁ ଆସୁଛି, ମେଡିଭାଲ ହିଷ୍ଟ୍ରିରୁ ଏମିତି ଆସିନି ହେଲା। ଆଉ ଆମର ଯେଉଁ ରହିଲା ନୋଟିଫିକେସନରେ ସେମିତି ଦେଇନି କିଛି। ତ ଏନ୍ସିଏଣ୍ଟ ହିଷ୍ଟ୍ରି ଆଉ ଖାଲି ମଡର୍ଣ୍ଣ ହିଷ୍ଟ୍ରିରୁ ଆସିବ ହେଲା। ଆଉ ଯେଉଁ ରହିଲା ଆମର ଇଣ୍ଡିଆନ୍ ଆଣ୍ଡ ୱାର୍ଲଡ ଜିଓଗ୍ରାଫିରୁ କ୍ୱେଶ୍ଚନ୍ସ ମାନେ ସବୁ ଆସିବ। ଆଚ୍ଛା ଫିଜିକାଲ ଆଣ୍ଡ ଇକୋନୋମିକ୍ ଜିଓଗ୍ରାଫି ଏଇଟା ଆସିବ। ଆଉ ଯେଉଁ ଇଣ୍ଡିଆନ୍ ଏଗ୍ରିକଲଚରରୁ ଆସିବ ଆମର ନ୍ୟାସନାଲ ରିସୋର୍ସେସରୁ ବି ଆସିବ ହେଲା। ପଲିଟି ଦେଖିବା, ପଲିଟିରେ କ'ଣ ଅଛି ନା ଆମର କନଷ୍ଟିଟ୍ୟୁସନ୍, ପଞ୍ଚାୟତି ରାଜ, ପଲିଟିକାଲ ସିଷ୍ଟମ୍ ହେଲା, ଏଇଟା ସବୁ ଆସିବ। କନଷ୍ଟିଟ୍ୟୁସନରେ ବହୁତ କିଛି ଆସିଯିବ ହେଲା, ଆପଣମାନେ ଜାଣିଛନ୍ତି ଏଥିରେ। ତ ଦେଖନ୍ତୁ ଇକୋନୋମିରେ କ'ଣ ହେଉଛି ଦେଖନ୍ତୁ ଇକୋନୋମିକ୍ସରେ ଆମର ପ୍ଲାନିଂ କେମିତି ହେବ, ପ୍ଲାନିଂ ବାବଦରେ ଆମର ଇକୋନୋମିକ୍ ଡେଭଲପମେଣ୍ଟ, ପ୍ରିନ୍ସିପାଲ ଫିଚର ଆଣ୍ଡ କ୍ୟାରେକ୍ଟରିଷ୍ଟିକ୍ ଅଫ୍ ଇଣ୍ଡିଆନ୍ ଇକୋନୋମି ଏଇଟା ଆସିବ। ତାପରେ ଦେଖନ୍ତୁ ରିଜନିଂ ବି ଆସୁଛି ଏଥିରେ, ଯେଉଁ ଜେନେରାଲ ମେଣ୍ଟାଲ ଏବିଲିଟି ଆସିବ, ଏରିଥମେଟିକ୍ ଆସିବ, ଏରିଥମେଟିକ୍ 10th ଷ୍ଟାଣ୍ଡାର୍ଡ଼ ହେଲା। ଏରିଥମେଟିକ୍ଟା ଆମର 10th ଷ୍ଟାଣ୍ଡାର୍ଡ଼ ତ ଆସିବ ଆମର ଏରିଥମେଟିକ୍ ଆଉ ନ୍ୟୁମେରିକାଲ ଏଇଟା ସବୁ ଆସିବ। ତାପରେ କମ୍ପ୍ୟୁଟର ଯେଉଁ ବେସିକ୍ କମ୍ପ୍ୟୁଟର ରହିଲା, ଯେଉଁ ଫଣ୍ଡାମେଣ୍ଟାଲ ହେଇଗଲା ହେଲା, ତାପରେ ଆମର ଯେଉଁ MS ଅଫିସ୍ ହେଇଗଲା, ଏଇଟା ସବୁ ଆସିବ, ବୁଝିପାରିଲେ। ତ ଏଇଟା ଥିଲା ଆମର ଯେଉଁ ଓଡ଼ିଶା ପୋଲିସ SI, ଆମର SI ଆମର ଷ୍ଟେସନ ଅଫିସର ଏବଂ ଜୁନିୟର ଜେଲର ହେଲା। ତ ଏମାନଙ୍କର ଏଇ ସିଲାବସ୍ ରହିଲା, ବୁଝିପାରିଲେ। ତ ଭଲସେ ପଢ଼ାପଢ଼ି କରନ୍ତୁ, ଠିକ୍ ଅଛି। ରହୁଛି, ଧନ୍ୟବାଦ। ଯଦି ଏ ଭିଡ଼ିଓ ଭଲ ଲାଗିଥିବ ପ୍ଲିଜ୍ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବା ଭୁଲିବେନି, ଠିକ୍ ଅଛି।